ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଦିବ୍ୟ ଅମୃତ ଶୃଙ୍ଖଳାର ସପ୍ତମ ଗଳ୍ପ ଆଜି କହିବି ଅର୍ଜୁନଙ୍କ ରଥର ରହସ୍ୟ। ଡେରି ନକରି ଆସନ୍ତୁ ଶୁଣିବା। ବନ୍ଧୁଗଣ, ଯେତେବେଳେ ମହାଭାରତ ଯୁଦ୍ଧ ପୂର୍ବରୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତା ଉପଦେଶ ଶୁଣାଉଥିଲେ, ସେହି ସମୟରେ ସେ ଅର୍ଜୁନଙ୍କୁ ଆତ୍ମା, ପରମାତ୍ମା, ମନ, ଇନ୍ଦ୍ରିୟ, ଶରୀର ଇତ୍ୟାଦି ବିଷୟରେ ବୁଝାଉଥିଲେ। ସେ ଅର୍ଜୁନଙ୍କୁ କହିଲେ, ଅର୍ଜୁନ, ତୁମର ରଥ ହେଉଛି ଗୋଟିଏ ଶରୀର ପରି। ଏଥିରେ 4ଟି ଘୋଡ଼ା ଅଛି, 4ଟି ଚକ ଅଛି। ରଥର ପତାକାରେ ସ୍ୱୟଂ ହନୁମାନଙ୍କର ଚିତ୍ର ଅଛି। ଏହା ସହିତ ତୁମେ ଏଥିରେ ମହାରଥୀ ଏବଂ ମୁଁ ସାରଥୀ। ଏହାର ଅର୍ଥ କ'ଣ ବୁଝିପାରୁଛ? ଏହାର ଅର୍ଥ ହେଉଛି, ତୁମେ ହେଉଛ ରଥରୂପୀ ଶରୀରର ମନର ପ୍ରତୀକ। ତୁମର ନିର୍ଦ୍ଦେଶରେ ମୁଁ ଅର୍ଥାତ୍ ଆତ୍ମା ସାରଥୀ ରୂପରେ ତୁମ ଶରୀରକୁ ସଞ୍ଚାଳିତ କରୁଛି। ତୁମର ମନ 4 ଦିଗରେ ଉଡ଼ିବାରେ ଲାଗୁଛି। 4ଟି ଘୋଡ଼ା ତୁମ ମନକୁ 4 ଦିଗରେ ନେଇଯାଉଛନ୍ତି। ଯଦି ତୁମେ ଅର୍ଥାତ୍ ତୁମର ମନ ଠିକ୍ ଭାବରେ ସଞ୍ଚାଳିତ ନ ହୁଏ ବା ସାରଥୀ ଅର୍ଥାତ୍ ଆତ୍ମାକୁ ଠିକ୍ ନିର୍ଦ୍ଦେଶ ନ ଦିଏ, ତାହାହେଲେ ତୁମ ଶରୀର ତୁମ ମନକୁ ଭ୍ରମିତ କରି 4 ଦିଗରେ ନେଇଯିବ। ତୁମେ ଠିକ୍ ରାସ୍ତା ପାଇପାରିବ ନାହିଁ। ରଥର ଉପର ପତାକାରେ ଯେଉଁ ହନୁମାନଙ୍କ ଛବି ଅଛି ଅର୍ଥାତ୍ ସ୍ୱୟଂ ହନୁମାନ ସେଠାରେ ବିରାଜମାନ କରୁଛନ୍ତି। ସେ ହେଉଛନ୍ତି ତୁମର ମନ ଏବଂ ଶରୀରର ଶକ୍ତିର ପ୍ରତୀକ। ହନୁମାନ ତମର ରଥରୂପୀ ସମଗ୍ର ଶରୀରକୁ ସଂଗଠିତ କରି ରଖିଛନ୍ତି। ଯଦି ତୁମ ମନରେ ହନୁମାନଙ୍କ ପ୍ରତି ଭକ୍ତି ଅଛି ଏବଂ ତୁମେ ଶରୀରରେ ହନୁମାନଙ୍କ ପରି ଶକ୍ତି ରଖିଛ, ତାହାହେଲେ ବାହ୍ୟ ଶତ୍ରୁ ଅର୍ଥାତ୍ କାମ, କ୍ରୋଧ, ଲୋଭ, ମୋହ, ମଦ ଏବଂ ମାତ୍ସର୍ଯ୍ୟ ରୂପୀ 6 ଶତ୍ରୁଙ୍କଠାରୁ ତୁମେ ନିଜର ମନ ଏବଂ ଶରୀରକୁ ସୁରକ୍ଷିତ ରଖି ସଂଗଠିତ କରିପାରିବ ଏବଂ ଆତ୍ମାରୂପୀ ସାରଥୀ ନିକଟରେ ପହଞ୍ଚି ପରମାତ୍ମାଙ୍କଠାରେ ନିଜକୁ ପହଞ୍ଚାଇ ପାରିବ। ତୁମେ ହେଉଛ ନର ଏବଂ ମୁଁ ହେଉଛି ନାରାୟଣ। ଯଦି ଆମ ଦୁହିଁଙ୍କର ସମନ୍ୱୟ ଠିକ୍ରେ ନ ହୁଏ, ତାହାହେଲେ ରଥ ଧର୍ମଯୁଦ୍ଧରେ ନିଶ୍ଚିନ୍ତ ଭାବରେ ହାରିଯିବ। ତେଣୁ ଯଦି ତୁମେ ଏହି ଧର୍ମଯୁଦ୍ଧକୁ ଜିତିବାକୁ ଚାହୁଁଛ, ତାହାହେଲେ ନରନାରାୟଣଙ୍କର ମିଶ୍ରଣ ଅର୍ଥାତ୍ ମୋର ଜ୍ଞାନ, ବୁଦ୍ଧି ଏବଂ ଆତ୍ମଶକ୍ତି ସହିତ ତୁମର ମନର ସଞ୍ଚାଳନ ଠିକ୍ରେ ରହିଲେ ଆମେ ଏହି ଯୁଦ୍ଧରେ ନିଶ୍ଚୟ ଜିତିପାରିବା। ବନ୍ଧୁଗଣ, ଅର୍ଜୁନ ତ କେବଳ ବାହାନା ଥିଲେ। ପ୍ରକୃତରେ ଭଗବାନ ଶ୍ରୀକୃଷ୍ଣଙ୍କୁ, ମହାବୀର ହନୁମାନଙ୍କୁ ହିଁ ଭଗବତ୍ ଗୀତା ଉପଦେଶ ଶୁଣାଇବାର ଥିଲା। ବନ୍ଧୁଗଣ, ଅର୍ଜୁନଙ୍କ ରଥର ନାମ ଥିଲା କପିଧ୍ୱଜ। ଏହାକୁ କେହି କେହି ନନ୍ଦିଘୋଷ ନାମରେ ମଧ୍ୟ ଜାଣିଥାନ୍ତି। ତାହାର ରଙ୍ଗ ଥିଲା ଧଳା ବା ଶ୍ୱେତବର୍ଣ୍ଣ। ଏହାକୁ ବରୁଣ ଦେବ ଅର୍ଜୁନଙ୍କୁ ଉପହାର ସ୍ୱରୂପ ଦେଇଥିଲେ। ଏଥିରେ ଯେଉଁ 4ଟି ଘୋଡ଼ା ରହିଛନ୍ତି, ସେ ଘୋଡ଼ାଗୁଡ଼ିକର ନାମ ଥିଲା ଶୈବ୍ୟ, ସୁଗ୍ରୀବ, ମେଘପୁଷ୍ପ ଓ ବଳାହକ। ସ୍ୱୟଂ ହନୁମାନ ଏହି ରଥକୁ ରକ୍ଷା କରିଥିଲେ। ଯେତେବେଳେ ମହାଭାରତ ଯୁଦ୍ଧ ସରିଥିଲା, ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସହିତ ରଥକୁ ନେଇ ଏକ ନିକାଞ୍ଚନ ସ୍ଥାନକୁ ଯାଇଥିଲେ। ସେଠାରେ ସେ ନିଜେ ରଥରୁ ଓହ୍ଲାଇ ଅର୍ଜୁନଙ୍କୁ ଓହ୍ଲାଇବାକୁ ପରାମର୍ଶ ଦେଇଥିଲେ। ସେମାନେ କିଛି ଦୂର ରଥଠାରୁ ଦୂରରେ ଠିଆ ହୋଇ ହନୁମାନଙ୍କୁ ନିର୍ଦ୍ଦେଶ ଦେଲେ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ହନୁମନ୍ତ, ତୁମେ ରଥରୁ ଓହ୍ଲାଇ ଆସ। ଯେତେବେଳେ ହନୁମାନ ରଥରୁ ଡିଆଁ ମାରିଲେ, ସେହି ସମୟରେ ରଥରେ ବିସ୍ଫୋରଣ ଘଟି ରଥ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଗଲା। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ଦେଖୁଛ ତ ଅର୍ଜୁନ, ପ୍ରକୃତରେ ତୁମର ରଥ ଯୁଦ୍ଧ ସମୟରେ ହିଁ ଧ୍ୱଂସ ହୋଇଯାଇଥିଲା।
ମାତ୍ର ମହାବୀର ହନୁମାନଙ୍କର ସଂଗଠିତ ଶକ୍ତି ଦ୍ୱାରା ଏହା ଏବଂ ଏହାର ଅଂଶଗୁଡ଼ିକ ଏକତ୍ରିତ ହୋଇକି ରହିଥିଲା। ବନ୍ଧୁଗଣ, ଏ ତ ଥିଲା ଅର୍ଜୁନଙ୍କ ରଥ ବିଷୟରେ କିଛି ରହସ୍ୟମୟୀ କଥା। ଏଭଳି ଦିବ୍ୟ କଥାମୃତ ଶୁଣିବା ପାଇଁ ଯଦି ଆପଣମାନେ ଆଗ୍ରହୀ, ତାହାହେଲେ ଗପ ଅମୃତ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ କରିନିଅନ୍ତୁ। ପୁଣି ଆସିବି ଆଉ କିଛି ଅଦ୍ଭୁତ, ବୈଜ୍ଞାନିକ, ଦିବ୍ୟ କଥାକୁ ନେଇକି ଆପଣମାନଙ୍କ ପାଖକୁ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।